ପିଲାମାନେ ଆଜି ଆମେ ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିର ନୂତନ ପରିଚ୍ଛେଦ ପ୍ରସଙ୍ଗଟିର ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିବା ଏବଂ ବୁଝିବା। 1 ନମ୍ବର କ କ୍ୱେଶ୍ଚନ ଦେଖିବା ପିଲାମାନେ କଣ ଦେଇଛି ରାଜାଙ୍କର ପ୍ରଧାନ ସଉକ କଣ ଥିଲା? ଉତ୍ତର ଲେଖିବା ପ୍ରତିଦିନ ଗୋଟିଏ ଗୋଟିଏ ନୂଆ ପୋଷାକ ପିନ୍ଧିବା ଥିଲା ରାଜାଙ୍କର ପ୍ରଧାନ ସଉକ। ख ନମ୍ବର କ୍ୱେଶ୍ଚନ ଦେଖିବା ନୂତନ ପରିଚ୍ଛଦଟି ଦେଖିବା ପାଇଁ ରାଜା ପ୍ରଥମେ କାହାକୁ ପଠାଇଥିଲେ? ଉତ୍ତର କଣ ଲେଖିବା ନୂତନ ପରିଚ୍ଛଦଟି ଦେଖିବା ପାଇଁ ରାଜା ପ୍ରଥମେ ନିଜର ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିଲେ। ଗ ନମ୍ବର କ୍ୱେଶ୍ଚନ ଦେଖିବା ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତା ଘୋଡ଼ାଇବାକୁ ଯାଇ 62 ଜଣଙ୍କୁ କଣ କହିଥିଲେ? ଉତ୍ତର କଣ ଲେଖିବା ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତା ଘୋଡ଼ାଇବାକୁ ଯାଇ 62 ଜଣଙ୍କୁ କହିଲେ ନିଶ୍ଚୟ ନିଶ୍ଚୟ ଏହା ଏକ ଚମତ୍କାର ପୋଷାକ ରାଜାଙ୍କ ଦେହକୁ ଏହା ଖୁବ୍ ମାନିବ। ଘ ନମ୍ବର କ୍ୱେଶ୍ଚନ ଦେଖିବା ପ୍ରଧାନ ବିଚାରପତି କାରିଗରଙ୍କ ନିକଟରୁ ଫେରିଆସି ରାଜାଙ୍କୁ କଣ ଜଣାଇଥିଲେ? ଉତ୍ତର କଣ ଲେଖିବା ପ୍ରଧାନ ବିଚାରପତି କାରିଗରଙ୍କ ନିକଟରୁ ଫେରିଆସି ରାଜାଙ୍କୁ ଜଣାଇଲେ ମହାରାଜ ଏହି କାରିଗର ଦୁହେଁ ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ପୋଷାକ ପ୍ରସ୍ତୁତ କରୁଛନ୍ତି। ଓ ନମ୍ବର କ୍ୱେଶ୍ଚନ ଦେଖିବା ନୂତନ ପରିଚ୍ଛଦଟି ପିନ୍ଧାଇବାକୁ ଆସି ଭୃତ୍ୟଟି ରାଜାଙ୍କୁ କଣ କହିଲା? ଉତ୍ତର ଲେଖିବା ନୂତନ ପରିଚ୍ଛଦଟି ପିନ୍ଧାଇବାକୁ ଆସି ଭୃତ୍ୟଟି ରାଜାଙ୍କୁ କହିଲା ମହାରାଜ ମୁଁ ପଛକେ ବୋକା ଓ ଅଯୋଗ୍ୟ ବୋଲି ପ୍ରମାଣିତ ହୋଇପାରେ କିନ୍ତୁ ଆପଣଙ୍କୁ ଖୁସି କରିବା ପାଇଁ କେବେ ହେଲେ ମିଥ୍ୟା କହିପାରିବି ନାହିଁ। ପ୍ରକୃତରେ ଏ ଥାଳିରେ କୌଣସି ବସ୍ତ୍ର ନାହିଁ। ମୋର ମନେ ହୁଏ ସେ 2 ଜଣ ମିଛୁଆ ଓ ଠକ ଅଟନ୍ତି। ଆମକୁ ଠକି ବହୁ ଅର୍ଥ ନେଇ ପଳାଇଛନ୍ତି। 2 ନମ୍ବର କ କ୍ୱେଶ୍ଚନ ଦେଖିବା ପିଲାମାନେ କଣ ଦେଇଛି ନୂଆ ନୂଆ ପୋଷାକ ପାଇଁ ପାଗଳ ହୋଇ ରାଜା ଦିନେ କଣ ଘୋଷଣା କଲେ? ଉତ୍ତର ଲେଖିବା ନୂଆ ନୂଆ ପୋଷାକ ପାଇଁ ପାଗଳ ହୋଇ ରାଜା ଦିନେ ଘୋଷଣା କଲେ ଯେ ଯେଉଁ କାରିଗର ତାଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ନୂଆ ଧରଣର ପୋଷାକ ତିଆରି କରିପାରିବ ତାକୁ ସେ 1000 ସୁନା ମୋହର ପୁରସ୍କାର ଦେବେ। ଖ ନମ୍ବର କ୍ୱେଶ୍ଚନ ଅର୍ଥ ଲୋଭରେ ଶଠ ବ୍ୟକ୍ତି 2 ଜଣ ରାଜାଙ୍କୁ କଣ କହିଲେ? ଉତ୍ତର ଲେଖିବା ଅର୍ଥ ଲୋଭରେ ଶଠ ବ୍ୟକ୍ତି 2 ଜଣ ରାଜାଙ୍କୁ କହିଲେ ମହାରାଜ ଆମ୍ଭେ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ଆପଣଙ୍କ ନିମନ୍ତେ ପ୍ରସ୍ତୁତ କରିଦେବୁ। ସେଭଳି ପୋଷାକ ଆଜି ପର୍ଯ୍ୟନ୍ତ କେହି ଦେଖିନଥିବେ। ସେ ହେବ ଏକ ଅଦ୍ଭୁତ ପୋଷାକ। ତାର ଏକ ବିଚିତ୍ର ଗୁଣ ହେଉଛି ଏହି ଯେ ଯେଉଁ ଲୋକ ବୁଦ୍ଧିହୀନ ଏବଂ ନିଜ ଆସନର ଅଯୋଗ୍ୟ ତାହାର ଚକ୍ଷୁକୁ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ। ଗ ନମ୍ବର କ୍ୱେଶ୍ଚନ ଦେଖିବା ପିଲାମାନେ ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହୋଇପଡ଼ିଲେ କାହିଁକି? ଉତ୍ତର ଲେଖିବା ପ୍ରଧାନମନ୍ତ୍ରୀ ଦେଖିଲେ କାରିଗର ଦୁହେଁ ବସ୍ତ୍ର ବୟନରେ ବ୍ୟସ୍ତ ମାତ୍ର ତନ୍ତଟି ଶୂନ୍ୟ ଅଛି। ସେ କେଉଁଠି ସୂତାଖିଅଟିଏ ମଧ୍ୟ ଦେଖିପାରିଲେ ନାହିଁ। ସେ ଭାବିଲେ ଯେ ସେ କଣ ବୁଦ୍ଧିହୀନ ଓ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ। ତେଣୁ ସେ ଚିନ୍ତାମଗ୍ନ ହୋଇପଡ଼ିଲେ। ସେ ପୁଣି ଚିନ୍ତାରେ ପଡ଼ିଲେ ଯେ ଯଦି କିଛି ଦେଖିପାରି ନାହାନ୍ତି ବୋଲି ରାଜାଙ୍କୁ କହିବେ ତେବେ ତାଙ୍କୁ ଅଯୋଗ୍ୟ ଭାବି ରାଜା ପ୍ରଧାନମନ୍ତ୍ରୀ ପଦରୁ ତଡ଼ିଦେବେ। କ୍ୱେଶ୍ଚନ ନମ୍ବର ଘ ରାଜା କାହିଁକି ସାବାସ ସାବାସ କହିଲେ? ଉତ୍ତର ଲେଖିବା ରାଜା ମନେ ମନେ ଭାବିଲେ ଯେ ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଥିବା ବେଳେ ସେ ନିଜେ କାହିଁକି ଦେଖିପାରୁନାହାନ୍ତି। ସେ ତେବେ କଣ ରାଜପଦ ପାଇଁ ଅଯୋଗ୍ୟ? ପ୍ରଜାମାନେ ଏ କଥା ଜାଣିଲେ କଣ ଭାବିବେ? ତେଣୁ ସେ ନିଜର ଲଜ୍ଜାକୁ ଘୋଡ଼ାଇବା ପାଇଁ ମିଛରେ ସାବାସ ସାବାସ କହିଲେ। କ୍ୱେଶ୍ଚନ ନମ୍ବର 1 ରାଜା ନିଜର ଭ୍ରମ ବୁଝିପାରିଲେ କାହିଁକି? ଉତ୍ତର ଲେଖିବା ରାଜାଙ୍କ ଜନ୍ମଦିନରେ ପୋଷାକ ପିନ୍ଧାଇବା ପାଇଁ ଆସିଥିବା ଚାକରଟି ରାଜାଙ୍କୁ କହିଲା ଯେ ନିଜେ ବୋକା ଓ ଅଯୋଗ୍ୟ ପ୍ରମାଣିତ ହେଲେ ମଧ୍ୟ ରାଜାଙ୍କୁ ଖୁସି କରିବା ପାଇଁ ସେ କେବେହେଲେ ମିଛ କହିପାରିବ ନାହିଁ। ଥାଳିରେ ପ୍ରକୃତରେ କୌଣସି ବସ୍ତ୍ର ନାହିଁ। ସେ 2 ଜଣ ମିଛୁଆ ଆଉ ଠକ ସମସ୍ତଙ୍କୁ ଠକି ଅର୍ଥ ନେଇ ପଳାଇଛନ୍ତି। ଚାକରଠାରୁ ଏ କଥା ଶୁଣି ରାଜା ନିଜର ଭୁଲ ବୁଝିପାରିଥିଲେ। ତାଙ୍କର ସୌଖିନ ପୋଷାକ ପ୍ରତି ମମତା ଛାଡ଼ିଗଲା। 3 ନମ୍ବର କ୍ୱେଶ୍ଚନ ଦେଖିବା ପିଲାମାନେ କଣ ଦେଇଛି ନିମ୍ନଲିଖିତ ଉତ୍ତର ପାଇବା ପାଇଁ ଆସ ପ୍ରଶ୍ନ ତିଆରି କରିବା ଓ ଲେଖିବା। ପିଲାମାନେ ଏଠି ଆମେ ପ୍ରଶ୍ନ ତିଆରି କରିବା। କ ନମ୍ବର ଦେଖିବା କଣ ଦେଇଛି ନିଜ ଆସନର ଅଯୋଗ୍ୟ ବ୍ୟକ୍ତିର ଚକ୍ଷୁକୁ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ।
आमे एठी प्रश्न तैयारी करिबा केउ व्यक्तिर चक्षुकु से वस्त्र आदौ देखाजिब नाही। देख नंबर देखिबा 60 व्यक्ति दुहे तंत पाखरे बसी वस्त्र बयनर छलना कले। उत्तर ना एठी क्वेश्चन तैयारी करिबा आमे 60 व्यक्ति दुहे केउठारे बसी कौन करिबार छलना कले। आ गोटे उपाय रे कले केमती हबो ना केउ माने तंत पाखरे बसी वस्त्र बयनरे छलना कले। ग नंबर देखिबा राजांक निकटकू आसी मंत्री सही कथा वर्णना कले। एठी आमे प्रश्न तैयारी कले कोन हबो किए राजांक निकटकू आसी सही कथा वर्णना कले। आ गोटे कोन हबो ना काहा निकटकू आसी मंत्री सही कथा वर्णना कले। घ नंबर देखिबा लोक माने कहिले अति मनोरम वस्त्र हेउछि। उत्तर कोन हबो आरो ना लोक माने कोन कहिले। आ गोटे प्रश्न तैयारी कले कोन हबो ना अति मनोरम वस्त्र हेउछि बोली केउ माने कहिले। व देखिबा कोन देइछि राजा राजकार्य रे अधिक मनोनिवेश कले। आरो प्रश्न तैयारी करिबा राजा केउ कार्य रे अधिक मनोनिवेश कले। आ गोटे को तैयारी कले कोन हबो प्रश्न किए राजकार्य रे अधिक मनोनिवेश कले। 4 नंबर क्वेश्चन देखिबा पिला माने कोन देइछि आस निम्नलिखित शब्द गुडी को व्यवहार करी वाक्य गढिबा। एठी शब्द गुडी को देइछि ताकू नेकी कोन करबा ना वाक्य गठन करबा। शौक लगे के एठी वाक्य गठन करबा। शौक रो कोन लिखिबा एठी ना नुआ बही किनिबा रामर प्रधान शौक। बुद्धिहीन रो कोन हबो ना हरि गोटिए बुद्धिहीन पिला। चिंतामग्न चित्रटी को देखी बाबू चिंतामग्न होई पड़िले। चमत्कार को लगे के एठी वाक्य गठन करबा। गोटिए चमत्कार लेखा लेखी ललित पुरस्कार पाइला। भ्रमर कोन हबो राजा निजर भ्रम बुझी पारिले। 5 नंबर देखिबा कोन देइछि निम्न शब्द गुडीकर विपरीत अर्थ बुझाउथिबा शब्द पाख कोठरी रे लेखिबा। एठी कोन करबा ना शब्द गुडीकर विपरीत अर्थ बुझाउथिबा शब्द गुडीक पाख कोठरी रे लेखिबा। नूतन रो कोन हबो ना पुरातन। अयोग्य रो कोन हबो योग्य। संपूर्ण रो असंपूर्ण। भल रो मंद। साधारण रो कोन हबो ना असाधारण। पुरस्कार रो कोन हबो ना तिरस्कार। सेहि बळी 6 नंबर क्वेश्चन देखिबा पिला मानकर अंक कषा चली थाए याकू एपरि मध्य लेखा जाई पारे। पिला माने अंक कसु थांती सेही परि तळ वाक्य गुडीक किपरि लेखा जाई परिबो आस खाली स्थान रे लेखिबा। देखिबा एटी केमिति लेखा जाई परिबो। क नंबर देखिबा कोन देइछि मांकर भात रंधा चली थाए। आमे कोन लेखिबा मां भात रांधु थांती। ख नंबर देखिबा पिला मानकर हस्ताक्षर लेखा चली थाए। कोन लेखिबा आमे ना पिला माने हस्ताक्षर लेखु थांती। ग नंबर देखिबा भाईंकर पाठ पढ़ा चली थाए। एटी आमे कोन लेखिबा ना भाई पाठ पढ़ु थांती। घ नंबर देखिबा श्रमिक मानकर माटी खोलिबा चली थाए। आमे कोन लेखिबा ना श्रमिक माने माटी खोलु थांती। 7 नंबर देखिबा कोन देइछि निम्न अनुच्छेदटिरु विशेष्य पद गुडी को बाछि तळ बाक्स रे लेखिबा। एटी विशेष्य पद गुडी को बाछि लेखिबा बास्केट रे। राजा भाबिले एहा निश्चय एक अद्भुत परिच्छद हेबो। से कारीगर 2 जण को पचारिले एक परिच्छद तैयारी करिबारे केते अर्थ खर्च हेबो। यार कोन करिबा आमे ना विशेष्य बाछि लेखिबा। एठी विशेष्य के ना राजा गोटे विशेष्य पद आउ परिच्छद गोटे विशेष्य पद कारीगर भी मध्य आउ अर्थ। 8 नंबर देखिबा कोन देइछि तळे केते गुडिए शब्द दिया जाइछि से गुडीकर उच्चारण समान हेले मध्य अर्थ भिन्न। आशा से गुडीकर भिन्न भिन्न अर्थ पाखरे थिबा कोठरी रे लेखिबा। बळीर कोन हबो ना उत्सर्ग आउ राजस्व। आ गोटे बळ रे दिघेगारे कोन हबो ना बळुआ। यार होची अर्थ कोन अर्थ होची अलगा बुझौची। परिच्छद परिच्छदर कोन हबो ना पोशाक। आ गोटे परिच्छदर कोन हबो ना अध्याय। लक्ष्य लक्ष्यर आ गोटे कोन हबो ना 100 1000 बा 1 लक्ष। आ गोटे लक्ष्यर कोन हबो ना उद्देश्य। से बळी 9 नंबर क्वेश्चन देखिबा जे परी आनंदरु आनंदित होईछि सेही परी कोन हेबो लेखिबा। उत्साहरु कोन हबो ना उत्साहित। चित्रणरु चित्रित। पालनर कोन हबो पालित। आ उपस्थानर कोन हबो ना उपस्थित। घोषणार हबो घोषित। चमत्कारर हबो चमत्कृत। 10 नंबर क्वेश्चन देखिबा कोन देइछि आस निम्नलिखित पद गुडी को व्यवहार करी वाक्य गढिबा। उदाहरण जेमिति सेमिति आकु लगे कोन करबा ना वाक्य गठन करबा। कोन हबो ना तुमे जेमिति करबो सेमिति फल पाइबो। सेही परी जेतिकी सेतिकी लगे कि आमे कोन करबा ना वाक्य गठन करबा।
ବାକ୍ୟ ଗଢ଼ିବା କ'ଣ ହବ ନା ତୁମେ ଯେତିକି ପରିଶ୍ରମ କରିବ ସେତିକି ପାରିଶ୍ରମିକ ପାଇବ। ଯେତେବେଳେ ସେତେବେଳେ ଲଗେଇଲେ କ'ଣ ହବ ନା ସେ ଯେତେବେଳେ ଆସିବେ ମୁଁ ସେତେବେଳେ ଯିବି। 1 ନମ୍ବର କ୍ୱେଶ୍ଚନ ଦେଖିବା କ'ଣ ଦେଇଛି। ପୁଅ ଶବ୍ଦ ପାଇଁ ଯେପରି ଝିଅ ଶବ୍ଦ ତଳେ ଦିଆଯାଇଥିବା ଶବ୍ଦ ପାଇଁ ସେପରି କ'ଣ ହେବ ଭାବି କହିବା ଓ ଲେଖିବା। ରାଜାଙ୍କର କ'ଣ ହବ ରାଣୀ, ଛାତ୍ରର ଛାତ୍ରୀ, ବୁଢ଼ାର ହବ କ'ଣ ନା ବୁଢ଼ୀ, ବାପାର ବୋଉ ବା ମା ହବ, ଶିକ୍ଷକର ହବ ଶିକ୍ଷୟିତ୍ରୀ ବା ଶିକ୍ଷିକା। 12 ନମ୍ବର କ୍ୱେଶ୍ଚନ ଦେଖିବା କ'ଣ ଦେଇଛି। ତଳେ 2ଟି ବାକ୍ସରେ କେତେ ଗୁଡ଼ିଏ ଶବ୍ଦ ରଖାଯାଇଛି। ସେଗୁଡ଼ିକର ପରସ୍ପର ସହିତ ସମ୍ବନ୍ଧ ରହିଛି। ଆସ ସମ୍ବନ୍ଧ ଥିବା ଶବ୍ଦଗୁଡ଼ିକୁ ଏକାଠି ଯୋଡ଼ି ତଳେ ଲେଖିବା। ନୂତନର କ'ଣ ହବ ନୂତନ ପରିଚ୍ଛଦ। ସ୍ୱର୍ଣ୍ଣର କ'ଣ ହବ ନା ଜରି, ଶୂନ୍ୟର ହବ କ'ଣ ଶୂନ୍ୟ ତନ୍ତ। ଭଲର କ'ଣ ହବ ନା ଭଲ ଶାସନ। ରେଶମର କ'ଣ ହବ ରେଶମ ସୂତା। ବିଚିତ୍ରର ହେଉଛି ବିଚିତ୍ର ଗୁଣ। 13 ନମ୍ବର ଦେଖିବା କ'ଣ ଦେଇଛି। ରାଜାଙ୍କ ମନରେ କ୍ରମେ ଆଗ୍ରହ ବଢ଼ିଲା ଏହାକୁ ଏହିପରି ଲେଖା ଯାଇପାରିବ। ରାଜାଙ୍କ ମନରେ କ୍ରମେ ଆଗ୍ରହ ବଢ଼ିବ। ସେହିପରି ତଳେ ବାକ୍ୟ ଗୁଡ଼ିକୁ ଲେଖିବା। କ ନମ୍ବର ଦେଖିବା କ'ଣ ଦେଇଛି। ଲୋକଟି ଆଙ୍ଗୁଳି ନିର୍ଦ୍ଦେଶ କରି କହିଲା। ଉତ୍ତର କ'ଣ ଲେଖିବା ଲୋକଟି ଆଙ୍ଗୁଳି ନିର୍ଦ୍ଦେଶ କରି କହିବ। ଖ ନମ୍ବର ଦେଖିବା ମନ୍ତ୍ରୀ ଫେରିଆସି ସେହି କଥା ବର୍ଣ୍ଣନା କଲେ। ଉତ୍ତର କ'ଣ ଲେଖିବା ମନ୍ତ୍ରୀ ଫେରିଆସି ସେହି କଥା ବର୍ଣ୍ଣନା କରିବେ। ଗ ନମ୍ବର ଦେଖିବା ରାଜା ତାହା ଦେଖି ବିଚାର କଲେ। ଉତ୍ତର କ'ଣ ଲେଖିବା ରାଜା ତାହା ଦେଖି ବିଚାର କରିବେ। ଘ ନମ୍ବର ଦେଖିବା କ'ଣ ଦେଇଛି। ଷଠ ବ୍ୟକ୍ତି 2 ଜଣ ପୁରସ୍କାର ନେଇ ଚାଲିଗଲେ। ଉତ୍ତର କ'ଣ ଲେଖିବା ଷଠ ବ୍ୟକ୍ତି 2 ଜଣ ପୁରସ୍କାର ନେଇ ଚାଲିଯିବେ। ପିଲାମାନେ ଏଇ ଭିଡ଼ିଓଟି ଯଦି ତମମାନଙ୍କୁ ଭଲ ଲାଗିଥାଏ ଲାଇକ୍ କରିବ, ତମ ସାଙ୍ଗମାନଙ୍କ ସହିତ ସେୟାର କରିବ, ଆଉ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।